नमस्कार आजिर एही स्वतंत्र एक्सप्लेनर बा आलोचना को आपण मानकु स्वागत। आज आमे नवम श्रेणी भूगोल बहिर प्रथम अध्याय अर्थात भारत आकार और अवस्थिति उपरे नजर पकाइबा। यह केवल मानचित्र रे अंका जाइथिबा किछि गार नुहे बरं एशिया महादेशर भविष्यत निर्धारण करुथिबा एक अति गुरुत्वपूर्ण विषय। तेबे चलंतु आउ डेरी न करी सीधा सड़क आरंभ करिबा। ଏହି ଉପମହାଦେଶର ବିଶାଳତାକୁ ପ୍ରକୃତରେ ଅନୁଭବ କରିବାକୁ ହେଲେ ସର୍ବପ୍ରଥମେ ଆମକୁ ଏହାର ଜନସଂଖ୍ୟା ଉପରେ ଟିକେ ଦୃଷ୍ଟି ପକାଇବାକୁ ହେବ। ଆମର ମୂଳ ତଥ୍ୟ ଅନୁଯାୟୀ 121 କୋଟିରୁ ଅଧିକ ଲୋକ ଏଠାରେ ବସବାସ କରୁଛନ୍ତି। ଭାବି ଦେଖନ୍ତୁ ତ ଏହା କେତେ ବଡ଼ ସଂଖ୍ୟା। ଏହା ଦେଶକୁ କେବଳ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଜନବହୁଳ ରାଷ୍ଟ୍ର କରୁନାହିଁ ବରଂ ଏକ ବିଶାଳ ମାନବ ସମ୍ବଳର କେନ୍ଦ୍ରବିନ୍ଦୁରେ ପରିଣତ କରିଛି। ଆଚ୍ଛା, ବର୍ତ୍ତମାନ ଆମେ ପ୍ରଥମ ବିଭାଗ ଆଡ଼କୁ ବଢ଼ିବା, ବିଶ୍ୱସ୍ତରୀୟ ସ୍ଥିତି ଓ ଆକାର। ଏହାର କ୍ଷେତ୍ରଫଳ ହେଉଛି 3.28 ନ୍ୟୁତ ବର୍ଗ କିଲୋମିଟର। ବର୍ତ୍ତମାନ ଏକ ମଜାଦାର କଥା ଶୁଣନ୍ତୁ। ଯଦି ଆମେ ସମଗ୍ର ପୃଥିବୀର ମୋଟ ଭୌଗୋଳିକ କ୍ଷେତ୍ରଫଳ ସହିତ ଏହାକୁ ତୁଳନା କରିବା ତେବେ ଜାଣିଛନ୍ତି ଏହା କେତେ? ମାତ୍ର 2.4%। ଆଜ୍ଞା ହଁ, କେବଳ 2.4% ଭୂଭାଗରେ ବିଶ୍ୱର ଏତେ ବଡ଼ ଜନସଂଖ୍ୟା ରହୁଛନ୍ତି। ଏଥିରୁ ଆମେ ସହଜରେ ଅନୁମାନ କରିପାରିବା ଯେ ଏହି ଅଞ୍ଚଳର ଜନଘନତ୍ୱ ଏବଂ ଗୁରୁତ୍ୱ କେତେ ଅଧିକ। ଆକାର ଦୃଷ୍ଟିରୁ ଦେଖିଲେ ରୁଷିଆ, କାନାଡା, ଯୁକ୍ତରାଷ୍ଟ୍ର ଆମେରିକା, ଚୀନ, ବ୍ରାଜିଲ ଏବଂ ଅଷ୍ଟ୍ରେଲିଆ ଭଳି ବିଶାଳ ଦେଶଗୁଡ଼ିକ ପରେ ଭାରତ ବିଶ୍ୱର ସପ୍ତମ ବୃହତ୍ତମ ଦେଶ ଅଟେ। ଅନ୍ୟ କିଛି ଦେଶ ତୁଳନାରେ ଏହା ଟିକେ ଛୋଟ ଲାଗିପାରେ, କିନ୍ତୁ ବିଶ୍ୱସ୍ତରରେ ଏହାର ଭୌଗୋଳିକ ପ୍ରଭାବ ଖୁବ୍ ଶକ୍ତିଶାଳୀ ଏବଂ ଗୁରୁତ୍ୱପୂର୍ଣ୍ଣ। ଏବେ ଆମେ ଦ୍ୱିତୀୟ ବିଭାଗ ଉପରେ ଆଲୋଚନା କରିବା, ଭୌଗୋଳିକ ସ୍ଥାନାଙ୍କ ବା ଏହି ଉପମହାଦେଶର ପ୍ରକୃତ ସ୍ଥିତିକୁ ଚିହ୍ନଟ କରିବା। ଯଦି ଆମେ ସ୍ଥାନାଙ୍କ ସୀମା ଦେଖିବା, ମୂଳ ଭୂଖଣ୍ଡଟି 8 ଡିଗ୍ରୀ 4 ମିନିଟ୍ ଉତ୍ତରରୁ 37 ଡିଗ୍ରୀ 6 ମିନିଟ୍ ଉତ୍ତର ଅକ୍ଷାଂଶ ଏବଂ 68 ଡିଗ୍ରୀ 7 ମିନିଟ୍ ପୂର୍ବରୁ 97 ଡିଗ୍ରୀ 25 ମିନିଟ୍ ପୂର୍ବ ଦ୍ରାଘିମା ମଧ୍ୟରେ ଠିକ୍ ଭାବରେ ଅବସ୍ଥିତ। ଆଉ ଗୋଟିଏ ଖାସ କଥା ହେଉଛି 23 ଡିଗ୍ରୀ 30 ମିନିଟ୍ ଉତ୍ତରରେ ଥିବା କର୍କଟ କ୍ରାନ୍ତି ଦେଶକୁ ପ୍ରାୟ 2ଟି ସମାନ ଭାଗରେ ବାଣ୍ଟିଥାଏ। ସେଥିପାଇଁ ତ ଏଠାରେ ଆମେ ଉଭୟ କ୍ରାନ୍ତୀୟ ଓ ଉପକ୍ରାନ୍ତୀୟ ଜଳବାୟୁର ମଜା ନେଇପାରୁଛି। ଏବେ ଏହାର ଚୌହଦି ବିଷୟରେ ଚିନ୍ତା କରନ୍ତୁ। ଉତ୍ତରରେ ଆକାଶଚୁମ୍ବୀ କାରାକୋରାମ ପର୍ବତମାଳାଠାରୁ ଆରମ୍ଭ କରି ଦକ୍ଷିଣରେ ଥିବା କନ୍ୟାକୁମାରୀ ପର୍ଯ୍ୟନ୍ତ ଏବଂ ପଶ୍ଚିମରେ କଚ୍ଛରୁ ପୂର୍ବରେ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଏହାର ବ୍ୟାପ୍ତି ପ୍ରକୃତରେ ଚମତ୍କାର। ଏହି ବିସ୍ତୀର୍ଣ୍ଣ ଅଞ୍ଚଳ ଭିତରେ ଥିବା ପର୍ବତ, ନଦୀ ଆଉ ସମତଳ ଭୂମି ଏକ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ପରିବେଶ ସୃଷ୍ଟି କରନ୍ତି। ଏହା କୌଣସି ଯାଦୁଠାରୁ କମ୍ ନୁହେଁ। ଅନେକ ସମୟରେ ଆମର ଗୋଟିଏ ବିଷୟକୁ ନେଇ ଦ୍ୱନ୍ଦ୍ୱ ହୁଏ, ଦେଶର ଶେଷ ସୀମା କେଉଁଠି? ଯଦି ଆମେ କେବଳ ମୂଳ ଭୂଖଣ୍ଡ କଥା କହିବା ତେବେ ଦକ୍ଷିଣତମ ସ୍ଥାନ ହେଉଛି ତାମିଲନାଡୁର କନ୍ୟାକୁମାରୀ। କିନ୍ତୁ ଯଦି ଆମେ ସମ୍ପୂର୍ଣ୍ଣ ଭୌଗୋଳିକ ସୀମାକୁ ହିସାବକୁ ନେବା ତେବେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଥିବା ଇନ୍ଦିରା ପଏଣ୍ଟ ହେଉଛି ଆମର ପ୍ରକୃତ ଦକ୍ଷିଣତମ ପ୍ରାନ୍ତ। ଏହି ପାର୍ଥକ୍ୟଟି ମନେ ରଖିବା ବହୁତ ଜରୁରୀ। କିନ୍ତୁ ଏଠାରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଯୋଡ଼ି ହୋଇ ରହିଛି। 2004 ମସିହାରେ ଆସିଥିବା ସେହି ଭୟଙ୍କର ସୁନାମି ବିଷୟରେ ଆମେ ସମସ୍ତେ ଜାଣିଛୁ। ସେହି ବିପର୍ଯ୍ୟୟରେ ଇନ୍ଦିରା ପଏଣ୍ଟ ସମ୍ପୂର୍ଣ୍ଣ ଭାବରେ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା। ଏହି ଘଟଣା ଦେଶର ଭୌଗୋଳିକ ଶେଷ ବିନ୍ଦୁକୁ ସବୁଦିନ ପାଇଁ ବଦଳାଇଦେଲା। ଆସନ୍ତୁ ବର୍ତ୍ତମାନ ତୃତୀୟ ବିଭାଗକୁ ଯିବା, ଏକ କୌଶଳଗତ ଉପଦ୍ୱୀପୀୟ କେନ୍ଦ୍ର ଯାହା ପୂର୍ବ ଓ ପଶ୍ଚିମକୁ ଯୋଡ଼ିଥାଏ। ଆମ ଦେଶର ସମୁଦାୟ ସ୍ଥଳ ସୀମାରେଖାର ଦୈର୍ଘ୍ୟ କେତେ ଜାଣିଛନ୍ତି? ପ୍ରାୟ 15,200 କିଲୋମିଟର। ଏତେ ବଡ଼ ସ୍ଥଳଭାଗ ପ୍ରାଚୀନ କାଳରୁ ବିଶ୍ୱର ଅନ୍ୟ ଅଞ୍ଚଳଗୁଡ଼ିକ ସହିତ ଯୋଗାଯୋଗର ମାଧ୍ୟମ ସାଜିଛି। ଆପଣ ଐତିହାସିକ ରେଶମ ମାର୍ଗ ବା ସିଲ୍କ ରୁଟ୍ ବିଷୟରେ ତ ଶୁଣିଥିବେ। ସେହିସବୁ ବାଣିଜ୍ୟିକ ସମ୍ପର୍କ ଏହି ସ୍ଥଳପଥ ଦେଇ ହିଁ ସମ୍ଭବ ହୋଇଥିଲା। ଏବେ ଏହି ବର୍ଷଟି ଉପରେ ଟିକେ ଧ୍ୟାନ ଦିଅନ୍ତୁ। 1869 ମସିହା। ଏହା କେବଳ ଗୋଟିଏ ସାଧାରଣ ବର୍ଷ ନଥିଲା, ବରଂ ଏହି ବର୍ଷ ଉପମହାଦେଶର ବିଶ୍ୱ ଅର୍ଥନୈତିକ ସଂଯୋଗୀକରଣରେ ଏକ ବିରାଟ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିଥିଲା। ଗୋଟିଏ ଘଟଣା ଆନ୍ତର୍ଜାତୀୟ ବାଣିଜ୍ୟର ଦିଗକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା। ସେହି ଘଟଣାଟି ହେଲା ସୁଏଜ କେନାଲ ଖୋଲିବା। ଏହି କେନାଲ ଖୋଲିବା ଯୋଗୁଁ ଭାରତ ଏବଂ ୟୁରୋପ ଭିତରେ ଥିବା ସାମୁଦ୍ରିକ ଦୂରତା ପ୍ରାୟ 7,000 କିଲୋମିଟର କମିଗଲା। ଭାବନ୍ତୁ ତ, ପୂର୍ବରୁ ଆଫ୍ରିକା ମହାଦେଶ ଭୁଲିଯିବାକୁ ମାସ ମାସ ସମୟ ଲାଗୁଥିଲା, କିନ୍ତୁ ତାହା କିଛି ସପ୍ତାହକୁ ଚାଲିଆସିଲା। ଏହାଦ୍ୱାରା ବାଣିଜ୍ୟ ଦ୍ରୁତ ଗତିରେ ବଢ଼ିଲା ଆଉ ଦେଶର ଗୁରୁତ୍ୱ ଆହୁରି ଅଧିକ ହୋଇଗଲା। ଏହା ଏକ ପ୍ରକୃତ ଗେମ୍ ଚେଞ୍ଜର ଥିଲା। ଠିକ୍ ଅଛି, ଏବେ ଆମେ ଚତୁର୍ଥ ବିଭାଗ ଆଡ଼କୁ ବଢ଼ିବା, ଭାରତର ସାମୁଦ୍ରିକ ସୀମା ଓ ଏହାର ଅତୁଳନୀୟ ଉପକୂଳରେଖା। ଆଚ୍ଛା, ଆପଣମାନେ କେବେ ଏହି ଭୌଗୋଳିକ ପ୍ରଶ୍ନ ବିଷୟରେ ଭାବିଛନ୍ତି କି? ପୃଥିବୀର ଏକମାତ୍ର ମହାସାଗର ଯାହା କେବଳ ଗୋଟିଏ ଦେଶର ନାମରେ ନାମିତ ହୋଇଛି, ତାହା କାହିଁକି? ଅନ୍ୟ କୌଣସି ମହାସାଗର ତ ଏପରି କୌଣସି ନିର୍ଦ୍ଦିଷ୍ଟ ଦେଶର ନାମାନୁସାରେ ହୋଇନାହିଁ। ଏହାର କାରଣ କ'ଣ ହୋଇପାରେ? ଏହାର ସିଧାସଳଖ ଉତ୍ତର ହେଉଛି ଆମର ଏହି ବିଶାଳ ଏବଂ ଅତୁଳନୀୟ ଉପକୂଳରେଖା।
ମୂଳ ଭୂଖଣ୍ଡ ସହିତ ଆଣ୍ଡାମାନ ନିକୋବର ଏବଂ ଲାକ୍ଷାଦ୍ୱୀପକୁ ମିଶାଇଲେ ଏହି ଉପକୂଳର ଦୈର୍ଘ୍ୟ ପ୍ରାୟ 7500 କିଲୋମିଟରରୁ ବି ଅଧିକ ହୋଇଯାଏ। ଭାରତ ମହାସାଗର କୂଳରେ ଥିବା ଅନ୍ୟ କୌଣସି ଦେଶର ଉପକୂଳ ଏତେ ଲମ୍ବା ନୁହେଁ। ଏହି ବିରାଟ ସାମୁଦ୍ରିକ ଉପସ୍ଥିତି ହିଁ ମହାସାଗରଟିକୁ ଦେଶର ନାମରେ ନାମିତ କରିବାର ମୂଳ କାରଣ। ଦକ୍ଷିଣ ଆଡ଼କୁ ଥିବା ଆମର ଏହି ଭୂଖଣ୍ଡଟି ଏକ ବିଶାଳ ଉପଦ୍ୱୀପ ବା ପେନିନସୁଲା ଭାବରେ କାମ କରେ। ଏହା ତିନିଆଡ଼ୁ ସମୁଦ୍ର ଘେରି ରହିଥିବାରୁ ଭାରତ ମହାସାଗରର ଉତ୍ତର ଭାଗକୁ ଦୁଇଟି ପ୍ରମୁଖ ଜଳରାଶିରେ ବାଣ୍ଟିଦିଏ। ଗୋଟିଏ ପଟେ ରହିଲା ଆରବ ସାଗର ଆଉ ଅନ୍ୟପଟେ ବଙ୍ଗୋପସାଗର। ଖୁବ୍ ସୁନ୍ଦର ଭୌଗୋଳିକ ସଜ୍ଜା, ନୁହେଁ କି? ଶେଷରେ ପଞ୍ଚମ ବିଭାଗରେ ଆମେ ଉପମହାଦେଶର ପଡ଼ୋଶୀମାନଙ୍କ ବିଷୟରେ ଜାଣିବା, ଯେଉଁମାନେ ଆମ ସହ ସୀମା ବାଣ୍ଟୁଛନ୍ତି। ଆମର ଉତ୍ତର ଏବଂ ପୂର୍ବ ସୀମାନ୍ତ ଅଞ୍ଚଳଗୁଡ଼ିକ ବେଶ୍ ଚଳଚଞ୍ଚଳ ଅଟେ। ଟିକେ ନଜର ପକାନ୍ତୁ। ଉତ୍ତର ପଶ୍ଚିମରେ ପାକିସ୍ତାନ, ଉତ୍ତର ଦିଗରେ ଚୀନ, ନେପାଳ ଓ ଭୁଟାନ ଏବଂ ପୂର୍ବ ଆଡ଼କୁ ଗଲେ ବାଂଲାଦେଶ ଏବଂ ମିଆଁମାର ରହିଛନ୍ତି। ଏହି ସବୁ ପଡ଼ୋଶୀ ରାଷ୍ଟ୍ରଙ୍କ ସହିତ ଆମର ସ୍ଥଳଭାଗର ସୀମା ସିଧାସଳଖ ଯୋଡ଼ି ହୋଇଛି, ଯାହା ଅନେକ ସାଂସ୍କୃତିକ ଓ ବ୍ୟାବସାୟିକ ଆଦାନପ୍ରଦାନର ବାଟ ଫିଟାଇଥାଏ। ସ୍ଥଳଭାଗ କଥା ତ ଗଲା। ଏବେ ଯଦି ଆମେ ଦକ୍ଷିଣ ଦିଗର ସାମୁଦ୍ରିକ ଜଳରାଶି ଆଡ଼କୁ ନଜର ପକାଇବା, ସେଠାରେ ବି ଆମର ପଡ଼ୋଶୀ ଅଛନ୍ତି। ଶ୍ରୀଲଙ୍କା ଏବଂ ମାଳଦ୍ୱୀପ ଭଳି ଦୁଇଟି ସ୍ୱାଧୀନ ଦ୍ୱୀପରାଷ୍ଟ୍ର ହେଉଛନ୍ତି ଆମର ସାମୁଦ୍ରିକ ପଡ଼ୋଶୀ। ପ୍ରତିରକ୍ଷା ହେଉ କିମ୍ବା ବାଣିଜ୍ୟ, ସବୁ ଦୃଷ୍ଟିକୋଣରୁ ଏହି ପଡ଼ୋଶୀମାନଙ୍କର ଏକ ସ୍ୱତନ୍ତ୍ର ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଶ୍ରୀଲଙ୍କାର ଅବସ୍ଥିତି ବେଶ୍ ଖାସ୍ ଅଟେ। ଆମ ମୂଳ ଭୂଖଣ୍ଡ ଏବଂ ଶ୍ରୀଲଙ୍କା ମଝିରେ ଏକ ଛୋଟିଆ ସାମୁଦ୍ରିକ ରାସ୍ତା ଅଛି, ଯାହା ଦୁଇ ଦେଶକୁ ଅଲଗା କରେ। ଭୂଗୋଳରେ ଏହି ସଂକୀର୍ଣ୍ଣ ଜଳରାଶିକୁ ପକ୍ ପ୍ରଣାଳୀ ବା ଇଂରେଜୀରେ ପାଲ୍କ ଷ୍ଟ୍ରେଟ୍ କୁହାଯାଏ। ଏହା ସାମୁଦ୍ରିକ ଯାତାୟାତ ଏବଂ କୌଶଳଗତ ଦୃଷ୍ଟିରୁ ଏକ ଅତି ମହତ୍ତ୍ୱପୂର୍ଣ୍ଣ ଜଳପଥ। ଏହି ରୋଚକ ଏକ୍ସପ୍ଲେନରର ଶେଷ ଭାଗକୁ ଆସିବା ବେଳେ ମୋ ମନରେ ଗୋଟିଏ ପ୍ରଶ୍ନ ଉଠୁଛି, ଆଉ ଆପଣମାନେ ବି ନିଶ୍ଚୟ ଭାବୁଥିବେ, ଏତେ ବିଶାଳ ଆକାର, ଏତେ ବଡ଼ ଜନସଂଖ୍ୟା ଆଉ ସମୁଦ୍ର କୂଳରେ ଏତେ କୌଶଳପୂର୍ଣ୍ଣ ଅବସ୍ଥିତି ଥିବା ଏହି ଉପମହାଦେଶର ଭବିଷ୍ୟତ କେତେ ଶକ୍ତିଶାଳୀ ହୋଇପାରେ? ଆଗାମୀ ଦିନରେ ଏସିଆ ମହାଦେଶର ଗତିବିଧିକୁ ଏହି ଭୌଗୋଳିକ ବିଶାଳତା କିପରି ନିୟନ୍ତ୍ରଣ କରିବ? ଏହା ନିଶ୍ଚିତ ରୂପେ ଏକ ଗଭୀର ଚିନ୍ତାର ବିଷୟ। ଆଜିର ଆଲୋଚନା ପାଇଁ ଏତିକି। ଆଶା କରେ ଆପଣମାନଙ୍କୁ ଏହି ବିଷୟଟି ଭଲ ଭାବେ ବୁଝାପଡ଼ିଥିବ।